أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ନବୀଶ୍ରେଷ୍ଠ ହଜରତ ମହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଆମମାନଙ୍କ ସକାଶେ ଏକ ସର୍ବୋତ୍ତମ ଆଦର୍ଶ ଓ ଜୀବନର ପ୍ରତ୍ୟେକ ମାମଲାରେ ପ୍ରତ୍ୟେକ ପ୍ରସଙ୍ଗରେ ତାଙ୍କର ଉତ୍ତମ କାର୍ଯ୍ୟକଳାପ ଆମମାନଙ୍କ ସକାଶେ ଅନୁକରଣୀୟ। ଗତ ଖୁତବାରେ ମୁଁ ହଜରତ ମହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଈଶ୍ୱର ଭକ୍ତି ଓ ଉପାସନା ସଂକ୍ରାନ୍ତରେ ଆଲୋଚନା କରିଥିଲି। ପ୍ରକୃତ ପକ୍ଷେ ଉପାସନା ଈଶ୍ୱର ପ୍ରେମ ବ୍ୟତିରେକେ ସମ୍ଭବ ନୁହେଁ ଏବଂ ଈଶ୍ୱର ପ୍ରେମ ଉପାସନା ବ୍ୟତିରେକେ ସମ୍ଭବ ନୁହେଁ। ଯଦି ମନରେ ଆଲ୍ଲାହ ତାଆଲାଙ୍କ ପ୍ରତି ପ୍ରେମାନୁରାଗ ନଥାଏ ତେବେ ପ୍ରକୃତ ଉପାସନା କରିବା ସମ୍ଭବପର ହୋଇନଥାଏ। ଆଜି ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଚର୍ଚ୍ଚା କରିବି। ଆଲ୍ଲାହ ତାଆଲା ନବୀ ଶିରୋମଣିଙ୍କ ଈଶ୍ୱର ପ୍ରେମର ସ୍ତର ଓ ଆସନ ସଂକ୍ରାନ୍ତରେ ପବିତ୍ର କୁରାନରେ ବର୍ଣ୍ଣନା କରିଛନ୍ତି। କୁଲ୍ ଇନ୍ନା ସଲାତି ଓ ନୁସୁକି ଓ ମହିୟାୟା ଓ ମମାତି ଲିଲ୍ଲାହି ରବ୍ବିଲ୍ ଆଲମିନ୍, ଅର୍ଥାତ୍ ତୁମେ କହିଦିଅ ଯେ ମୋର ଉପାସନା, ମୋର ବଳିଦାନ ଓ ମୋର ଜୀବିତ ରହିବା ଓ ମୋର ମୃତ୍ୟୁବରଣ କରିବା ସର୍ବଶକ୍ତିମାନ ଆଲ୍ଲାହଙ୍କ ସକାଶେ ଉଦ୍ଦିଷ୍ଟ, ଯିଏକି ସକଳ ଜଗତର ପାଳନକର୍ତ୍ତା। ଆଲ୍ଲାହ ତାଆଲା ମହାଭାଗଙ୍କୁ ଏକଥା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଲେ ଯେ ଆମମାନଙ୍କୁ ମଧ୍ୟ ଏହି ଉଚ୍ଚତମ ସ୍ତର ହାସଲ କରିବା ସକାଶେ ମନୋଯୋଗ କରିବା ଉଚିତ। ଯେପରିକି ମୁଁ କହିଲି, ଏହି ଆୟାତର ସ୍ପଷ୍ଟୀକରଣ ଯାହାକି ମୁଁ ଉପରେ ପାଠ କରି ଆସିଲି ଗତ ଖୁତବାରେ ହୋଇସାରିଛି, ତେଣୁ ମୁଁ ଆଉ ପୁନଃ ଏହାକୁ ବର୍ଣ୍ଣନା କରିବାକୁ ଆବଶ୍ୟକ ମନେ କରୁନାହିଁ। ଆଲ୍ଲାହ ତାଆଲା ପୁନଶ୍ଚ କୁହନ୍ତି, ଫତ୍ତବିଉନି ୟୁହ୍ବିବକୁମୁଲ୍ଲାହ, ଅର୍ଥାତ୍ ହେ ମହମ୍ମଦ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ, ତୁମ୍ଭେ ସେମାନଙ୍କୁ କହିଦିଅ ଯେ ହେ ଲୋକମାନେ, ଯଦି ତୁମେମାନେ ଆଲ୍ଲାହ ତାଆଲାଙ୍କୁ ପ୍ରେମ କରୁଥାଅ ଅବା ପ୍ରେମ କରିବାକୁ ଚାହୁଁଛ ତେବେ ମୋର ଅନୁସରଣ କର, ଅର୍ଥାତ୍ ଆମ୍ଭ ରସୁଲର। ତାହେଲେ ଆଲ୍ଲାହ ତାଆଲା ତୁମମାନଙ୍କୁ ପ୍ରେମ କରିବେ ଓ ତୁମମାନଙ୍କର ଦୋଷ ମାର୍ଜନ କରିଦେବେ। ଯଦି ତୁମେମାନେ ମୋର ଅନୁକରଣ କର, ମୋର ଆଜ୍ଞା ପାଳନ କର, ତେବେ ଆଲ୍ଲାହ ତାଆଲା ମଧ୍ୟ ତୁମକୁ ପ୍ରେମ କରିବେ। ସେତେବେଳେ ଯାଇ ତୁମେମାନେ ଆଲ୍ଲାହ ତାଆଲାଙ୍କ ପ୍ରେମକୁ ଲାଭ କରିପାରିବ। ଅତଏବ ଆଲ୍ଲାହ ତାଆଲା ଏହି ଘୋଷଣା କରିବା ନିମନ୍ତେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ କହି ଆମମାନଙ୍କୁ ସେହି ସ୍ତର ହାସଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେ ହେ ମୁସଲମାନ ମାନେ, ତୁମେମାନେ ସେହି ସ୍ତରକୁ ପ୍ରାପ୍ତ କରିବା ନିମନ୍ତେ ଉଦ୍ୟମ କର, ଚେଷ୍ଟା କର। ଉପାସନା ସଂକ୍ରାନ୍ତରେ ପବିତ୍ର କୁରାନରେ ଆଲ୍ଲାହ ତାଆଲା ପୁଣ୍ୟ ଶ୍ଲୋକ ହଜରତ ମହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ମାଧ୍ୟମରେ ଆମମାନଙ୍କୁ ଅଗଣିତ ନିର୍ଦ୍ଦେଶାବଳୀ ଦେଇଛନ୍ତି। ଯେପରିକି ସେ କହିଛନ୍ତି, ଓମା ଖଲକ୍ତୁଲ୍ ଜିନ୍ନା ୱଲ୍ ଇନ୍ସା ଇଲ୍ଲା ଲିୟାବୁଦୁନ୍, ଅର୍ଥାତ୍ ଆମ୍ଭେ ଜିନ୍ ଓ ମାନବକୁ ସୃଷ୍ଟି କରିନାହୁଁ କିନ୍ତୁ ଏହି ଉଦ୍ଦେଶ୍ୟରେ ଯେ ସେ ଆମ୍ଭର ଉପାସନା କରିବ। ଆଉ ଏକ ସ୍ଥାନରେ ଆଲ୍ଲାହ କୁହନ୍ତି, ୟା ଆୟୁହାନ୍ ନାସୁ ବୁଦୁ ରବ୍ବକୁମୁଲ୍ଲଜୀ ଖଲକକୁମ୍ ୱଲ୍ଲଜୀନା ମିନ୍ କବ୍ଲିକୁମ୍ ଲାଆଲ୍ଲକୁମ୍ ତତ୍ତକୁନ୍, ଅର୍ଥାତ୍ ହେ ଲୋକମାନେ,
ନିଜ ପାଳନକର୍ତ୍ତାଙ୍କର ଉପାସନା କର, ଯିଏକି ତୁମକୁ ସୃଷ୍ଟି କରିଛନ୍ତି ଓ ସେମାନଙ୍କୁ ମଧ୍ୟ ଯିଏକି ତୁମ ପୂର୍ବରୁ ଥିଲେ। ଫଳତଃ ତୁମେମାନେ ଧର୍ମପରାୟଣ ହୋଇଯିବ। ସୁତରାଂ ଆଲ୍ଲାହ ତାଆଲାଙ୍କ ସାନ୍ନିଧ୍ୟ ହାସଲ କରିବା ଓ ଧର୍ମନିଷ୍ଠ ହେବା ସକାଶେ ଏହା ଜରୁରୀ ଯେ ଆଲ୍ଲାହ ତାଆଲାଙ୍କ ଉପାସନା କର ଓ ଉପାସନାର ସ୍ତରକୁ ଊର୍ଦ୍ଧ୍ୱଗାମୀ କର। ପୁନଶ୍ଚ ଆଲ୍ଲାହ ତାଆଲା କୁହନ୍ତି, ୟା ଆୟୁହାଲ୍ଲାଯୀନା আমানুরকাউ ওয়াସଜୁଦୁ ୱାବୁଦୁ ରବ୍ବକୁମ୍ ୱଫାଲୁଲ୍ ଖୈରା ଲାଆଲ୍ଲକୁମ୍ ତୁଫ୍ଲିହୁନ୍। ଅର୍ଥାତ୍, ହେ ବିଶ୍ୱାସକାରୀମାନେ, ତୁମେମାନେ ଆଲ୍ଲାହ ତାଆଲାଙ୍କ ସମ୍ମୁଖରେ ରୁକୁ କର, ସଜଦା କର ଓ ନିଜ ପାଳନକର୍ତ୍ତାଙ୍କ ଉପାସନା କର ଓ ପୁଣ୍ୟ କାର୍ଯ୍ୟ କର, ତାହେଲେ ତୁମେମାନେ ନିଜ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ। ସେ ଯାହା ହେଉ, ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଯେଉଁ ଉଦାହରଣ ସ୍ଥାପନ କରି ଯାଇଛନ୍ତି, ତନ୍ମଧ୍ୟରୁ ମୁଁ ଏପରି ଅନେକ ଉଦାହରଣ ଆଲୋଚନା କରି ସାରିଛି ଓ ଆହୁରି ଅନେକ ଉଦାହରଣ ରହିଛି ଯାହାକୁ ମୁଁ ଏଠାରେ ଉପସ୍ଥାପନ କରିଦେଉଛି। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଈଶ୍ୱରଙ୍କ ଉପାସନାର କୌଣସି ସୁଯୋଗକୁ ହାତଛଡ଼ା କରୁନଥିଲେ, ବରଂ ଶୋଇବା ସମୟରେ ମଧ୍ୟ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଈଶ୍ୱରଙ୍କର ଉପାସନା କରୁଥିଲେ। ଯେପରିକି ହୁଜୁର ସ୍ୱୟଂ କୁହନ୍ତି ଯେ, ହେ ସାହାବାମାନେ, ମୋର ଚକ୍ଷୁ ତ ଶୋଇଥାଏ, କିନ୍ତୁ ମୋର ହୃଦୟ ଆଲ୍ଲାହ ତାଆଲାଙ୍କ ନାମ ଓ ତାଙ୍କର ଗୁଣଗାନ କରିବାରେ ନିମଜ୍ଜିତ ରହିଥାଏ। ନବୀ ଶ୍ରେଷ୍ଠ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଯେତେବେଳେ ଆମମାନଙ୍କୁ ଏହି ଆଦେଶ ଦେଲେ, ସେତେବେଳେ ସେ ସ୍ୱୟଂ ନିଜ ଆଚରଣ ଦ୍ୱାରା ତାହାର ଶେଷ ସୀମାରେ ଅଧିଷ୍ଠିତ ହୋଇଯାଇଥିଲେ, ଅର୍ଥାତ୍ ଉପାସନାର। ପୁଣି ଆମମାନଙ୍କ ଧ୍ୟାନ କେନ୍ଦ୍ରିତ କଲେ ଯେ ପ୍ରକୃତ ଆଜ୍ଞାକାରିତା ଓ ଅନୁସରଣ ତ ସେତେବେଳେ ପୂରଣ ହେବ ଯେତେବେଳେ ଆମେ ନିଜକୁ ସେହି ସ୍ତରରେ ଉପନୀତ କରିବାକୁ ଚେଷ୍ଟା କରିବା। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସେହି ଦୁଆ, ଯାହାକି ମହାଭାଗ ନିଜ ଅନୁଗାମୀମାନଙ୍କ ସକାଶେ କରିଛନ୍ତି, ଆମେମାନେ ସେଗୁଡ଼ିକର ସେତେବେଳେ ଉତ୍ତରାଧିକାରୀ ହୋଇପାରିବା ଓ ତାହା ଆମମାନଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ ଯେବେ ଆମେ ମହାଭାଗଙ୍କ ଉତ୍ତମ ନମୁନା ଓ ଆଦେଶାବଳୀକୁ ସର୍ବଦା ନିଜ ସମ୍ମୁଖରେ ରଖି ତାହାର ଅନୁକରଣ କରିବା, ତାହାର ପାଳନ କରିବାକୁ ଉଦ୍ୟମ କରିବା। ଗୋଟିଏ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହଜରତ ଆୟଶା ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଏକଦା ହଜରତ ମୁହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଏପରି ଚଦର ଉପରେ ନମାଜ ପାଠ କଲେ ଯେଉଁଥିରେ ଚିତ୍ର ଅଙ୍କିତ ହୋଇଥିଲା। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ସେହି ଚିତ୍ର ଉପରେ ଏକ ନଜର ପକାଇଲେ ଆଉ ନମାଜ ପାଠ କରିବା ପରେ କହିଲେ, ମୋର ଏହି ଚଦର ଅବୁ ହମଜା ନିକଟକୁ ନେଇଯାଅ ଓ ତାଙ୍କର ବେରଙ୍ଗ ଅର୍ଥାତ୍ ଚିତ୍ର ଅଙ୍କାଯାଇ ନଥିବା ଚଦର ନେଇ ଆସ, କାରଣ ଏହି ଚିତ୍ର ଅଙ୍କା ଯାଇଥିବା ଚଦର ମୋତେ ନମାଜ ପାଠ କରିବାରୁ ଧ୍ୟାନ ଭଙ୍ଗ କରୁଅଛି, ମୋର ଏକାଗ୍ରତାକୁ ଭଙ୍ଗ କରୁଅଛି। ଉକ୍ତ ହଦିସର ବ୍ୟାଖ୍ୟା କରି ସୈୟଦ ଜୈନୁଲ୍ ଆବେଦୀନ ୱଲିଉଲ୍ଲାହ ଶାହ ସାହେବ ଉଲ୍ଲେଖ କରିଛନ୍ତି, ଏହି ଅଧ୍ୟୟନ ଏହି ବିଷୟବସ୍ତୁ ଉପରେ ଆଧାରିତ ଯେ ବସ୍ତ୍ର ସରଳ ହେବା ଉଚିତ, ତହିଁରୁ ପ୍ରକଟିତ ନ ହେଉ, ଯାହା ନମାଜ ପାଠକାରୀର ଧ୍ୟାନକୁ ଭଙ୍ଗ କରିଦେବ। ମନୁଷ୍ୟ ସ୍ୱଭାବଗତ ସ୍ତରରେ ଦୁର୍ବଳ ସୃଷ୍ଟି କରାଯାଇଛି। ତେଣୁକରି ଆଜିକାଲି ଏହା ଦେଖିବାକୁ ମଧ୍ୟ ମିଳିଥାଏ ଯେ ନିଜର ରୁଚି ପ୍ରତି ଲୋକମାନେ ରୁଚି ଅନୁଯାୟୀ ବସ୍ତ୍ର ଚୟନ କରିଥାନ୍ତି ଓ ପରିଧାନ କରିଥାନ୍ତି। ଆଉ ଏପରି କେତେକ ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ର ଆଡ଼କୁ ଦେଖିଥାନ୍ତି, ଅର୍ଥାତ୍ ନମାଜ ପାଠ କରିବା ଅବସ୍ଥାରେ ଏପରି ତାଙ୍କର ଏକାଗ୍ରତା ଭଙ୍ଗ ହୋଇଥାଏ। ଆଲ୍ଲାହଙ୍କ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ପରିବର୍ତ୍ତେ ସେମାନେ ଏଣେତେଣେ ତାଙ୍କର ଧ୍ୟାନ ଚାଲିଯାଇଥାଏ। ଅତଏବ ନମାଜରେ ସମ୍ପୂର୍ଣ୍ଣ ଧ୍ୟାନ ରହିନଥାଏ। ପୁନଶ୍ଚ ଉଲ୍ଲେଖ କରନ୍ତି ଯେ ନମାଜରେ ସମ୍ପୂର୍ଣ୍ଣ ନିମଗ୍ନତାର ଆବଶ୍ୟକତା ରହିଛି, ଏକାଗ୍ରତାର ଆବଶ୍ୟକତା ରହିଛି।
ଯେତେବେଳେ ମନୁଷ୍ୟ ନମାଜରେ ସମ୍ପୂର୍ଣ୍ଣ ରୂପେ ନିମଗ୍ନ ଓ ନିମଜ୍ଜିତ ହୋଇ ନମାଜ ପାଠ କରିଥାଏ, ସେତେବେଳେ ନମାଜ ପ୍ରକୃତ ପକ୍ଷେ ନମାଜ ହୋଇଥାଏ। ତେଣୁ ଇସଲାମ ଧର୍ମ ନମାଜ ପାଠକାରୀର ପରିବେଷଣରେ ପ୍ରତ୍ୟେକ ବସ୍ତୁର ସ୍ଥାୟିତ୍ୱକୁ ଗୁରୁତ୍ୱ ଦେଇଛି। ତହିଁରୁ ଏହା ଜ୍ଞାତ ହୁଏ ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କିପରି ପୂର୍ଣ୍ଣ ଧ୍ୟାନର ସହିତ ମଗ୍ନତାର ସହିତ ଆଲ୍ଲାହ ତାଆଲାଙ୍କର ଉପାସନା କରିବାକୁ ଚାହୁଁଥିଲେ। ଆଉ ଏକ ସାଧାରଣ ଏକ ସାମାନ୍ୟ ବସ୍ତୁ ଯାହାଫଳରେ ତାଙ୍କର ଧ୍ୟାନ ଭଙ୍ଗ ହେଉଥିଲା ତାହାକୁ ହଟାଇ ଦେବାକୁ ସେ ଗୁରୁତ୍ୱ ଦେଉଥିଲେ। ଏଥି ସଂକ୍ରାନ୍ତରେ ନାନା ହଦିସରେ ଚର୍ଚ୍ଚା ରହିଛି ଯେ ନମାଜ ପାଠ ସମୟରେ ସାମ୍ନାରେ ଛବି ରହିବା ଉଚିତ ନୁହେଁ, ସମ୍ମୁଖରେ ଚିତ୍ର ଥିବା ବସ୍ତ୍ର ରହିବା ଉଚିତ ନୁହେଁ। ସେହିପରି ଏପରି ପର୍ଦ୍ଦା ମଧ୍ୟ ରହିବା ଉଚିତ ନୁହେଁ ଯେଉଁ ପର୍ଦ୍ଦା ଉପରେ ନାନା ପ୍ରକାରର ଚିତ୍ର ଅଙ୍କା ଯାଇଥିବ, ଯାହାକି ନମାଜ ପାଠକାରୀର ଧ୍ୟାନକୁ ଭଙ୍ଗ କରିବାର ଆଶଙ୍କା ରହିଥିବ। ହଜରତ ଜାଫିର ବିନ୍ ମହମ୍ମଦ ରଜିୟା ତାଲା ନିଜ ପିତାଙ୍କ ଠାରୁ ବର୍ଣ୍ଣନା କରନ୍ତି, ଆମେମାନେ ହଜରତ ଆୟଶା ରଜିୟା ତାଲାଙ୍କୁ ପଚାରିଲୁ, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଘରେ କିପରି ରହୁଥିଲେ, ତାଙ୍କର ସେଜ କିପରି ଥିଲା? ଏଥିରେ ହଜରତ ଆୟଶା ରଜିୟା ତାଲା କହିଲେ, ମହାଭାଗଙ୍କ ସେଜ ଚମଡ଼ାର ଥିଲା ଆଉ ସେଥିରେ ଖଜୁରୀର ଖିଅ ଭରି ଦିଆଯାଇଥିଲା। ହଜରତ ହଫସା ରଜିୟା ତାଲାଙ୍କୁ ପଚରାଗଲା, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ଘରେ ହୁଜୁରଙ୍କର ସେଜ କେମିତି ଥିଲା? ଏଥିରେ ସେ ଉତ୍ତର ଦେଲେ, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସେଜ ପଶମର ଥିଲା ଆଉ ଆମେ ତାହାକୁ ଦୁଇ ପରସ୍ତ କରିଦେଉଥିଲୁ, ଯହିଁରେ ମହାଭାଗ ବିଶ୍ରାମ କରୁଥିଲେ। ଏକଦା ରାତ୍ରିରେ ମୁଁ ଚିନ୍ତା କଲି ଯେ ସେହି ସେଜକୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ସକାଶେ ଚାରି ପରସ୍ତ କରିଦେଉଛି, ଯଦ୍ୱାରା ହୁଜୁରଙ୍କୁ ଅଧିକ ଆରାମ ଲାଗିବ, ନରମ ଲାଗିବ। ଅତଏବ ଆମେ ସେଜକୁ ସେହିପରି କରିଦେଲୁ, ଅର୍ଥାତ୍ ଚାରି ପରସ୍ତ। ଯେତେବେଳେ ସକାଳ ହେଲା, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ କହିଲେ, ତୁମେ ରାତିରେ ବିଛଣାରେ କ'ଣ ବିଛାଇଥିଲ? ମୁଁ ଉତ୍ତର ଦେଲି, ତାହା ଆପଣଙ୍କର ହିଁ ସେଜ ଥିଲା, ଆମେ ତାହାକୁ କେବଳ ଚାରି ପରସ୍ତ କରିଦେଇଥିଲୁ, ଯଦ୍ୱାରା ତାହା ଆପଣଙ୍କୁ ଅଧିକ ଆରାମଦାୟକ ହେବ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ କହିଲେ, ତାହାକୁ ପୂର୍ବ ପରି କରିଦିଅ, କାରଣ ଅଧିକ ନରମ ସେଜ ମୋ ପାଇଁ ରାତ୍ରିକାଳୀନ ନମାଜ ପାଠ କରିବାରେ ବାଧକ ସାଜୁଅଛି। ତେବେ ଏପରି ପ୍ରତ୍ୟେକ ଜିନିଷ ପ୍ରତି ଯାହାକି ଆଲ୍ଲାହ ତାଆଲାଙ୍କ ଉପାସନା କରିବା, ଆଲ୍ଲାହ ତାଆଲାଙ୍କ ଆରାଧନା କରିବାରେ ବାଧକ ସାଜିଥାଏ, ସେଥିପ୍ରତି ହୁଜୁର ବିଶେଷ ଗୁରୁତ୍ୱ ଦେଉଥିଲେ ଓ ସାମାନ୍ୟତମ ଜିନିଷକୁ ମଧ୍ୟ ଦୂରେଇ ଦେଉଥିଲେ, ଯାହାକି ଆଲ୍ଲାହ ତାଆଲାଙ୍କ ଉପାସନା କରିବା, ତାଙ୍କର ଆରାଧନା କରିବାରେ ବାଧକ ସାଜିପାରେ। ଅତଏବ ଏହା ଥିଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ସର୍ବୋଚ୍ଚ ସ୍ତର। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ଉପାସନାର ଅବସ୍ଥାର ନକ୍ସା ଉମ୍ମୁଲ ମୁମିନିନ ହଜରତ ସୌଦା ରଜିୟା ତାଲା ଏପରି ବର୍ଣ୍ଣନା କରିଛନ୍ତି, ଏକଦା ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ପଛରେ ନମାଜ ପାଠ କଲି ଏବଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ରୁକୁ କଲେ ଏପର୍ଯ୍ୟନ୍ତ କି ମୁଁ ନିଜର ନାକ ଧରି ପକାଇଲି, ଅର୍ଥାତ୍ ଏତେ ଦୀର୍ଘ ରୁକୁ ଥିଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ଯେ ମୋ ମନରେ ଭୟ ଜାତ ହେଲା ଯେ ମୋ ନାକରୁ ରକ୍ତ ପ୍ରବାହିତ ହୋଇଯିବ। ସେ ଯାହା ହେଉ, ଏହି ଅବସ୍ଥା ସେତେବେଳେ ସମ୍ଭବପର ଯେତେବେଳେ ଆଲ୍ଲାହ ତାଆଲାଙ୍କ ପ୍ରତି ପ୍ରେମାନୁରାଗ ସର୍ବୋଚ୍ଚ ସ୍ତରରେ ଉପନୀତ ହୋଇଥିବ। ମନୁଷ୍ୟ ନିଜର ପ୍ରିୟତମଙ୍କ ଦ୍ୱାର ଛାଡ଼ିବାକୁ ଆଗ୍ରହୀତ ନଥିବ। ଯେଉଁ ପୋଷ୍ଟରକୁ ମଧ୍ୟ ଯାଏ, ଯେଉଁ ଅବସ୍ଥାରେ ବି ଯାଏ, ସେହି ଅବସ୍ଥାରେ ସେ ନିମଗ୍ନ ହୋଇଯାଏ, ବୁଡ଼ିଯାଏ, ମାତିଯାଏ। ସେହିପରି ଉପାସନାର ସ୍ତର ସଂକ୍ରାନ୍ତରେ ଆଉ ଏକ ବର୍ଣ୍ଣନା ମୁତରଫିର ନିଜ ପିତାଙ୍କ ଠାରୁ ବର୍ଣ୍ଣନା କରନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କୁ ଏପରି ଅବସ୍ଥାରେ ନମାଜ ପାଠ କରିଥିବାର ମୁଁ ଦେଖିଲି ଯେ ହୁଜୁର ରୋଦନ କରି ଚାଲିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ହୃଦୟରେ ଚକି ଘୂରିବା ପରି ଶବ୍ଦ ଶୁଭୁଥିଲା, ଅର୍ଥାତ୍ ଯେପରି ଚକି ଚାଲେ ଓ ଶବ୍ଦ କରେ, ସେହିଭଳି ଶବ୍ଦ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ଅନ୍ତରରୁ ଉତ୍ପନ୍ନ ହେଉଥିଲା। ସେହିପରି ଆଉ ଏକ ସ୍ଥାନରେ ହାଣ୍ଡି ଫୁଟିବା ପରି
ଶବ୍ଦ ଶୁଭୁଥିବାର ମଧ୍ୟ ଉଲ୍ଲେଖ ରହିଛି, ବର୍ଣ୍ଣନା ରହିଛି। ହଜରତ ମାଜ ବିନ୍ ଜବଲ ରଜିୟତାଲା ବର୍ଣ୍ଣନା କରନ୍ତି, ମୁଁ ବାହନ ଉପରେ ମହାଭାଗଙ୍କ ପଛରେ ଆରୋହଣ କରିଥିଲି। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ହେ ମାଜ ବିନ୍ ଜବଲ। ମୁଁ ଉତ୍ତର ଦେଲି, ହୁଜୁର, ମୁଁ ଉପସ୍ଥିତ ଅଛି, ମୋର ସୌଭାଗ୍ୟ, ମୋତେ ଆଦେଶ ଦିଅନ୍ତୁ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, କ'ଣ ତୁମେ ଜାଣ ଆଲ୍ଲାହ ତାଆଲାଙ୍କର ଭକ୍ତ ଉପରେ କି ଅଧିକାର ରହିଛି? ମୁଁ ଉତ୍ତର ଦେଲି, ଆଲ୍ଲାହ ଓ ତାହାଙ୍କ ରସୂଲ ସല്ലଲ୍ଲାହୁ ଆଲାଇହି वसल्लम ଭଲ ଭାବରେ ଜାଣନ୍ତି। ତହୁଁ ମହାଭାଗ କହିଲେ, ଆଲ୍ଲାହ ତାଆଲାଙ୍କର ଭକ୍ତ ଉପରେ ଏହି ଅଧିକାର ନ୍ୟସ୍ତ ରହିଛି ଯେ ସେ ତାଙ୍କର ଉପାସନା କରୁ ଓ କାହାରିକୁ ତାଙ୍କ ସମକକ୍ଷ ନ ମଣୁ। କିଛି ଦୂରତା ଅତିକ୍ରମ କରିବା ପରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ପୁନଶ୍ଚ ପଚାରିଲେ, ହେ ମାଜ ବିନ୍ ଜବଲ। ମୁଁ ଉତ୍ତର ଦେଲି, ହୁଜୁର, ମୁଁ ଉପସ୍ଥିତ ଅଛି, ମୋର ସୌଭାଗ୍ୟ, ହୁଜୁର, ମୋତେ ଆଦେଶ ଦିଅନ୍ତୁ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, କ'ଣ ତୁମେ ଜାଣ ଯେ ଭକ୍ତର ଆଲ୍ଲାହ ତାଆଲାଙ୍କ ଉପରେ କି ଅଧିକାର ରହିଛି? ମୁଁ ଉତ୍ତର ଦେଲି, ଆଲ୍ଲାହ ଓ ତାହାଙ୍କ ରସୂଲ ସല്ലଲ୍ଲାହୁ ଆଲାଇହି वसल्लम ଭଲ ରୂପେ ଜାଣନ୍ତି। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ତାହା ଏହିକି ଯେ ସେ ନିଜ ଭକ୍ତକୁ ଶାସ୍ତି ଦେବାରୁ ବିରତ ରହିବେ। ଅତଏବ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କେବଳ ନିଜେ କୌଣସି ସ୍ତର ସ୍ଥାପନ କରିନାହାନ୍ତି, ବରଂ ସେହି ସ୍ତରକୁ ପ୍ରାପ୍ତ କରିବା ନିମନ୍ତେ ମଧ୍ୟ ଉପଦେଶ ଦେଇଛନ୍ତି। ନିଜ ଅନୁଚରମାନଙ୍କୁ ସେହି ସ୍ତରରେ ଉପନୀତ ହେବା ପାଇଁ ଅନୁପ୍ରାଣିତ କରିଛନ୍ତି। ଆଉ ଉପଦେଶ ପୂର୍ବକ କହିଛନ୍ତି, ହେ ମୁସଲମାନ ମାନେ, ତୁମେମାନେ ବି ଯଦି ଏପରି କରିବ ତେବେ ଆଲ୍ଲାହ ତାଆଲାଙ୍କ ପ୍ରେମକୁ ହାସଲ କରିପାରିବ, ଲାଭ କରିପାରିବ ଓ ତାଙ୍କ ଶାସ୍ତିରୁ ବର୍ତ୍ତି ଯାଇପାରିବ। ହୁଜୁର ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ହଜରତ ସല്ലଲ୍ଲାହୁ ଆଲାଇହି वसल्लमଙ୍କ ପ୍ରଶଂସାରେ ଏକ ସ୍ଥାନରେ କୁହନ୍ତି, ଯେପରି ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ପବିତ୍ର କୁରାନର ପ୍ରଚାର ପ୍ରସାର ନିମନ୍ତେ ନିଯୁକ୍ତ ହୋଇଥିଲେ, ସେହିପରି ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ପ୍ରଥାକୁ ସ୍ଥାପନ କରିବା ନିମନ୍ତେ ମଧ୍ୟ ନିଯୁକ୍ତ ହୋଇଥିଲେ। ଅତଏବ ପବିତ୍ର କୁରାନ ସତ୍ୟ, ଠିକ୍ ସେହିପରି ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ନିରନ୍ତର ତଥା ବ୍ୟବହାରିକ ପ୍ରଥା ଓ ପରମ୍ପରା ନିଃସନ୍ଦେହରେ ସତ୍ୟ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କର ଯେଉଁ ଉତ୍ତମ ଆଚରଣ ରହିଥିଲା, ସୁନ୍ନତ ରହିଥିଲା, ତାହା ମଧ୍ୟ ଆଦର୍ଶମୟ ହେବା ଅନିବାର୍ଯ୍ୟ ଥିଲା। ତାଙ୍କ ଅନୁଚରମାନଙ୍କ ପାଇଁ ଅନୁକରଣ ଯୋଗ୍ୟ ହେବା ବିଧେୟ ଥିଲା। ସୁତରାଂ ଯେପରିକି ପବିତ୍ର କୁରାନ ନ୍ୟାୟର ପ୍ରତୀକ, ଠିକ୍ ସେହିପରି ସୁନ୍ନତେ ମାମୁଲା ମୁତାୱାତିରା ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ କାଳରୁ ଏଯାବତ୍ ଚାଲି ଆସିଥିବା କାର୍ଯ୍ୟର ପାଳନ କରିବା ମଧ୍ୟ, ଆଉ ତାହାକୁ ଏଭଳି ଅନୁକରଣୀୟ ଯୁକ୍ତ ହେବା କରିବା ମଧ୍ୟ ଅନିବାର୍ଯ୍ୟ ଥିଲା। ଏହି ଦୁଇଟି କର୍ମ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଅର୍ଥାତ୍ ପବିତ୍ର କୁରାନ ଓ ସୁନ୍ନତ, ଏହି ଦୁଇଟି କର୍ମ ଆଲ୍ଲାହ ତାଆଲାଙ୍କର ଆଦେଶ ଓ ରସୂଲଙ୍କର କାର୍ଯ୍ୟକଳାପ, ଏହି ଦୁଇଟି କର୍ମ ହୁଜୁର ସଲ୍ଲଲ୍ଲାହୁ ସ୍ୱୟଂ ସମ୍ପାଦନ କରିଛନ୍ତି। ଅର୍ଥାତ୍ ଆଲ୍ଲାହ ତାଆଲାଙ୍କର ଯେଭଳି ଆଦେଶ ରହିଥିଲା ତାହାକୁ ମଧ୍ୟ ପାଳନ କରିଛନ୍ତି, ଆଉ ନିଜର ଏପରି ଅନୁକରଣ ଯୋଗ୍ୟ ଆଦର୍ଶ ଛାଡ଼ି ଯାଇଛନ୍ତି ଯାହାକି ତାଙ୍କ ଅନୁଗାମୀମାନଙ୍କୁ ଓ ସକଳ ସଂସାରବାସୀଙ୍କୁ ପାଇଁ ଏକ ଆଦର୍ଶ ଥିଲା। ପ୍ରତ୍ୟକ୍ଷରେ ହୁଜୁର ଯାହା କରିଯାଇଛନ୍ତି, ଯେପରିକି ନମାଜର ଏତିକି ରେକାତ ରହିଛି, ମଗରିବ ନମାଜରେ ଏତିକି ରେକାତ ରହିଛି, ବାକି ନମାଜ ଗୁଡ଼ିକରେ ଏତିକି ରେକାତ ନିର୍ଦ୍ଧାରିତ ରହିଛି। ଏହିପରି ହଜ୍ର ଉପାସନା କରିବା ବିଧି ସ୍ୱୟଂ କରି ଦେଖାଇଲେ ଓ ସ୍ୱହସ୍ତରେ ସହସ୍ର ସାହାବୀମାନଙ୍କୁ ସେଗୁଡ଼ିକର ପାଳନ କରିବାର ଅଭ୍ୟସ୍ତ କରାଇଲେ। ସେହି ସୁନ୍ଦର ଆଚାର ବ୍ୟବହାରକୁ ଦୃଢ଼ତାର ସହିତ ସ୍ଥାପନ କରିଦେଲେ। ତେବେ ଦେଖିବାର ଅଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଉପାସନାର ସ୍ତର କିଭଳି ଥିଲା, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ କାର୍ଯ୍ୟକଳାପ କିପରି ଥିଲା ଓ ନିଜର ଅନୁଗାମୀମାନଙ୍କୁ ଏହା ଉପରେ ସେ କିଭଳି
କାର୍ଯ୍ୟାନୁସରଣ କରିବା ପାଇଁ ଉପଦେଶ ଦେଉଥିଲେ, ହିତବାଣୀ ଦେଉଥିଲେ, ତାଙ୍କର ସଂସ୍କାର କରୁଥିଲେ, ତାଙ୍କୁ ପରିମାର୍ଜିତ କରୁଥିଲେ। ଆଉ ହୁଜୁର ଏଭଳି କେଉଁ ଆଦର୍ଶ ନିଜ ସାହାବାମାନଙ୍କ ପାଇଁ, ନିଜ ଅନୁଚରମାନଙ୍କ ପାଇଁ ଛାଡ଼ି ଯାଇଛନ୍ତି। ଆଉ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତହଜୁଦ ନମାଜ ପାଠ କରିବା ସମ୍ପର୍କରେ ସାହାବାମାନଙ୍କୁ କିଭଳି ଉତ୍ସାହିତ କରୁଥିଲେ, ଅନୁପ୍ରାଣିତ କରୁଥିଲେ, ସେଥି ସଂକ୍ରାନ୍ତରେ ମଧ୍ୟ ବର୍ଣ୍ଣନା ରହିଛି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ତହଜୁଦ ସଂକ୍ରାନ୍ତରେ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଏହି ନଆଫିଲ ପାଠ କରିବାକୁ ଏପରି ଉତ୍କଣ୍ଠା, ଆଗ୍ରହ ଥିଲା, ଏଭଳି ତାଙ୍କର ରୁଚି ଥିଲା ଯେ ତାହା ନଆଫିଲ ଶ୍ରେଣୀର ହେବା ସତ୍ତ୍ୱେ ସାହାବାଙ୍କର ଗଭୀର ତତ୍ତ୍ୱ ଅବଧାନ କରୁଥିଲେ। ନିଜେ ପାଠ କରିବା ସହିତ ନିଜ ଅନୁଚରମାନେ ପାଠ କରୁଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରୁଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସହରର ଗଳିକନ୍ଦି, ରାସ୍ତା ଇତ୍ୟାଦିର ପରିକ୍ରମା କରୁଥିଲେ, ଯଦ୍ୱାରା ଜାଣିପାରିବେ ଯେ କେଉଁ କେଉଁ ବ୍ୟକ୍ତି, କେଉଁ କେଉଁ ସାହାବାମାନେ ଏହି ନମାଜ ପାଠ କରୁଛନ୍ତି। ଆଜିକାଲି ଯଦି କାହାରିକୁ ପଚରା ଉଚରା କରାଯାଏ କି ତୁମେ କେତେ ଗୋଟି ନମାଜ ପାଠ କରୁଅଛ, ତେବେ ସେ ରୁଷ୍ଟ ହୋଇଯାଆନ୍ତି, ଅତିଷ୍ଠ ହୋଇଯାଆନ୍ତି ଯେ ଏହା ଆମର ବ୍ୟକ୍ତିଗତ ପ୍ରସଙ୍ଗ। କିନ୍ତୁ ଦେଖ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସ୍ୱୟଂ ସାହାବାମାନଙ୍କର ତଦାରଖ କରୁଥିଲେ। ଏକଦା ଏକ ବୈଠକରେ ହଜରତ ଅବଦୁଲ୍ଲାହ ବିନ୍ ଉମର ରଜିୟଲ୍ଲାହୁଙ୍କର କଥା ପଡ଼ିଲା। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହଁ, ସେ ତ ବେଶ ଉତ୍ତମ ବ୍ୟକ୍ତି, କିନ୍ତୁ ଯଦି ସେ ତହଜୁଦ ପାଠ କରନ୍ତେ। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଆଲ୍ଲାହ ତାଆଲା ଏହି ଇହ ଜଗତରେ ସେହି ପତି ପତ୍ନୀଙ୍କ ଉପରେ ଦୟା ଅବତୀର୍ଣ୍ଣ କରନ୍ତୁ, ଯଦି ରାତ୍ରିର ଏକ ପହରରେ ସ୍ୱାମୀର ନିଦ ଭାଙ୍ଗେ, ତେବେ ସେ ଉଠି ତହଜୁଦ ପାଠ କରେ ଓ ନିଜ ପତ୍ନୀଙ୍କୁ ଜାଗ୍ରତ କରାଏ, ଯେପରି ସେ ମଧ୍ୟ ନମାଜ ତହଜୁଦ ପାଠ କରିନେବ। ଆଉ ଯଦି ସେ ନ ଉଠେ, ତେବେ ତା ଚେହେରାରେ ପାଣି ଛିଣ୍ଟା ମାରି ତାହାକୁ ଜଗାନ୍ତୁ। ଏପରି ଯଦି ପତ୍ନୀର ନିଦ ଭାଙ୍ଗେ, ତେବେ ସେ ଉଠି ତହଜୁଦ ନମାଜ ପାଠ କରୁ ଓ ନିଜ ସ୍ୱାମୀକୁ ଜାଗ୍ରତ କରାଉ। ଆଉ ଯଦି ସେ ନ ଉଠେ, ତେବେ ତାଙ୍କ ଚେହେରାରେ ପାଣି ଛିଟା ମାରି ତାହାକୁ ଜଗାନ୍ତୁ। ପୁନଶ୍ଚ ପବିତ୍ର କୁରାନ କରୀମ ଏହା କୁହେ ଯେ ରାତ୍ର ସମୟରେ ନିଦରୁ ଉଠିବା ଆତ୍ମାକୁ ଶୃଙ୍ଖଳିତ ଓ ଶାନ୍ତି ପ୍ରଦାନ କରିଥାଏ। ଏହା ହିଁ ସେହି କାରଣ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସାହାବାମାନଙ୍କୁ କହୁଥିଲେ ଯେ ହେ ସାହାବାମାନେ, ତୁମେମାନେ 2 ରେକାତ ନମାଜ ତହଜୁଦ ପାଠ କର ପଛେ, କିନ୍ତୁ ଅବଶ୍ୟ ତାହା ପାଠ କର। ପୁନଶ୍ଚ ହଦିସରୁ ମଧ୍ୟ ଏହା ପ୍ରମାଣିତ ଯେ ରାତ୍ରର ଶେଷ ପ୍ରହରରେ ଆଲ୍ଲାହ ତାଆଲା ନିକଟବର୍ତ୍ତୀ ହୋଇଯାଇଥାନ୍ତି, ଆକାଶର ନିମ୍ନ ଭାଗକୁ ଓହ୍ଲାଇ ଆସିଥାନ୍ତି ଓ ଦୁଆକୁ ସ୍ୱୀକାର କରିଥାନ୍ତି। ତେଣୁ ନମାଜ ତହଜୁଦ ପାଠ କରିବା ଅତ୍ୟନ୍ତ ଜରୁରୀ ଓ ଲାଭଦାୟକ। ତହିଁରେ କୌଣସି ସନ୍ଦେହର ଅବକାଶ ନାହିଁ ଯେ ଈଶ୍ୱରଙ୍କ କୃପା ହୁଏ ନାହିଁ, ନା ବରଂ ଈଶ୍ୱରଙ୍କ କୃପା ଅବଶ୍ୟ ହୋଇଥାଏ। ଈଶ୍ୱର କୃପା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। କୌଣସି ବ୍ୟକ୍ତି ନିଜର କର୍ମ ଯୋଗୁଁ ଏହି ଦାବି କରିପାରିବ ନାହିଁ ଯେ ସେ ମୋକ୍ଷ ପ୍ରାପ୍ତି କରିନେବ, ନା କଦାପି ନୁହେଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହେଉଛନ୍ତି ସବୁଠୁ ବଡ଼ କର୍ମକର୍ତ୍ତା, ପୁଣ୍ୟକାରୀ ଓ ଆଲ୍ଲାହ ତାଆଲାଙ୍କ ଆଦେଶର ପାଳନକାରୀ। ଏହା ସତ୍ତ୍ୱେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜର କର୍ମ ଉପରେ ଭରସା କରୁନଥିଲେ, ଯେପରିକି ହଦିସରେ ବର୍ଣ୍ଣିତ ରହିଛି। ମୁଁ ଗତ ଖୁତବାରେ ମଧ୍ୟ ଏଥି ସଂକ୍ରାନ୍ତରେ ବର୍ଣ୍ଣନା କରିସାରିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लମକୁ ହଜରତ ଆୟଶା ରାଦିୟଲ୍ଲାହୁ ଯେତେବେଳେ ସାହାବାମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमକୁ ପଚାରିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, କ'ଣ ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लम ମଧ୍ୟ ନିଜର କର୍ମ ଦ୍ୱାରା ବୈକୁଣ୍ଠଗାମୀ ହେବେ ନାହିଁ? ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ନା ହେ ମୋର ସାହାବାମାନେ। ଆଉ ଏକ ବର୍ଣ୍ଣନାରେ ହଜରତ ଆୟଶାଙ୍କର ବର୍ଣ୍ଣନା ରହିଛି, ହୁଜୁର ହଜରତ ଆୟଶା ରାଦିୟଲ୍ଲାହୁଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ହେ ଆୟଶା, ମୁଁ ମଧ୍ୟ ନିଜ କର୍ମ ଦ୍ୱାରା ବୈକୁଣ୍ଠରେ ପ୍ରବିଷ୍ଟ ହେବି ନାହିଁ ବା ହୋଇପାରିବି ନାହିଁ। କେବଳ ଈଶ୍ୱରଙ୍କ କୃପା ଓ ଅନୁକମ୍ପା ବଳରେ ମୁଁ ସ୍ୱର୍ଗରେ ପ୍ରବିଷ୍ଟ
କରିପାରିବି। ଅତଏବ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପରି ମହାଅବତାର ଯାହାଙ୍କ ପ୍ରତ୍ୟେକ ନିଶ୍ୱାସ ପ୍ରଶ୍ୱାସ, ଯାହାଙ୍କର ପ୍ରତ୍ୟେକ ହରକତ ଉପାସନାରେ ଭରି ରହିଥିଲା, ଆଲ୍ଲାହ ତାଆଲାଙ୍କ ଗୁଣଗାନ କରିବାରେ ଭରି ରହିଥିଲା, ଆଲ୍ଲାହ ତାଆଲାଙ୍କର ଯଶଗାନ କରିବାରେ, ଜପ କରିବାରେ ବ୍ୟତୀତ ହେଉଥିଲା। ସେ ମଧ୍ୟ ନିଜ କର୍ମ ଉପରେ ଭରସା କରିନାହାନ୍ତି ଓ କୃତକାର୍ଯ୍ୟ ହେବା ପାଇଁ ଆଲ୍ଲାହ ତାଆଲାଙ୍କ ଦୟା ଓ କୃପାକୁ ମୂଳ ଆଧାର ଦର୍ଶାଇଛନ୍ତି। ତେବେ ଆପଣମାନେ ଏକଥା ଭାବନ୍ତୁ ନାହିଁ ଯେ ହୁଜୁର ସଲ୍ଲଲ୍ଲାହୁଙ୍କ ପ୍ରତ୍ୟେକ କର୍ମ ଉପାସନାରେ କିପରି ଭରି ରହିଥିଲା। ଯେପରିକି ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ପର୍କରେ କୁହାଯାଇଛି ଯେ ହୁଜୁର ପ୍ରତ୍ୟେକ ଅବସ୍ଥାରେ ଉପାସନା କରୁଥିଲେ। ହୁଜୁର ସଲ୍ଲଲ୍ଲାହୁଙ୍କ ପ୍ରତ୍ୟେକ ଆଚରଣ, ଉଚ୍ଚାରଣ, ଗତିବିଧିରେ ଆଲ୍ଲାହ ତାଆଲାଙ୍କର ଉପାସନା ହିଁ ହେଉଥିଲା। ଏହା ସତ୍ତ୍ୱେ ହୁଜୁର କୃତକାର୍ଯ୍ୟ ହେବା ପାଇଁ ଆଲ୍ଲାହ ତାଆଲାଙ୍କ ଦୟା ଓ ଅନୁଗ୍ରହକୁ ପ୍ରାଧାନ୍ୟ ଦେଇଛନ୍ତି ଯେ ତାହା ଫଳରେ ହିଁ ମୁଁ ସଫଳ ହୋଇପାରିବି, କୃତକାର୍ଯ୍ୟ ହୋଇପାରିବି, ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତା ଲାଭ କରିପାରିବି। ଲକୁମ୍ ଫି ରସୂଲିଲ୍ଲାହି ଉସ୍ୱତୁନ୍ ହାସାନା, ଅର୍ଥାତ୍ ତୁମମାନଙ୍କ ନିମନ୍ତେ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ପ୍ରତ୍ୟେକ କୃତ୍ୟରେ ଏକ ଆଦର୍ଶ। କ'ଣ ଏହାର ଅର୍ଥ ଏହା ନୁହେଁ ଯେ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ନିଜର କାର୍ଯ୍ୟରୁ ଏହା କହିବେ ଯେ ଯେଉଁ କାର୍ଯ୍ୟ ବୈଧ ଓ ଅବୈଧ, ଅର୍ଥାତ୍ ଉଚିତ ଓ ଅନୁଚିତ। କ'ଣ ଏହାର ଅର୍ଥ ଏହା ନୁହେଁ ଯେ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ନିଜର କାର୍ଯ୍ୟ ଦ୍ୱାରା କହିବେ ଯେ ତାହା ବୈଧ କି ଅବୈଧ, ଭଲ କି ମନ୍ଦ, ସ୍ୱୀକୃତି ବା ବର୍ଜିତ। ଅତଏବ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପ୍ରତ୍ୟେକ କାର୍ଯ୍ୟ ଗୋଟିଏ ଗୋଟିଏ ବର୍ଣ୍ଣନା ଅର୍ଥାତ୍ ବ୍ୟାଖ୍ୟା ଯୋଗ୍ୟ। ଉଦାହରଣ ସ୍ୱରୂପ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ନମାଜ ପାଠ କରିବା ବେଳେ କେବଳ ଈଶ୍ୱରଙ୍କ ଆଦେଶ ସେଥିରେ ପାଳନ କରିବା ନିହିତ ନଥିଲା। ଏହି ଘୋଷଣା ଥିଲା, ବରଂ ଏହି ଘୋଷଣା ଥିଲା ଯେ ଏହା ଏକ କର୍ତ୍ତବ୍ୟ। ନଫିଲ ଗୁଡ଼ିକ ରହିଛି ତାହା ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅନିବାର୍ଯ୍ୟ ନମାଜ ପରି ପାଠ କରୁଥିଲେ। ଏପରିକି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଯାହା କିଛି ସେବନ କରୁଥିଲେ, ଯାହା କିଛି ଗ୍ରହଣ କରୁଥିଲେ ତାହା ବୈଧ। ଯେଉଁ ଜିନିଷ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଖାଉନଥିଲେ ତାହା ସେବନଯୋଗ୍ୟ ନଥିଲା। ତେଣୁ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ପ୍ରତ୍ୟେକ କାର୍ଯ୍ୟ ଯେହେତୁ ଲୋକମାନଙ୍କ ପାଇଁ ଆଦର୍ଶ ସାଜିବା ଥିଲା, ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଯେଉଁ ବସ୍ତୁକୁ ଉଚିତ ମନେ କରୁଥିଲେ ତାହାକୁ ହିଁ ବ୍ୟବହାର କରୁଥିଲେ, ଆଉ ତାହା ହିଁ ଉପାସନା ଥିଲା। ଠିକ୍ ସେହିପରି ଯେଉଁ କାର୍ଯ୍ୟ ସମ୍ପାଦନ ନ କରିବାକୁ ହୁଜୁର କହୁଥିଲେ ଓ ସେଥିରୁ ବିରତ ରହୁଥିଲେ ତାହା ମଧ୍ୟ ଉପାସନାରେ ଅନ୍ତର୍ଭୁକ୍ତ। ସେ ଯାହା ହେଉ, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପ୍ରତ୍ୟେକ କାର୍ଯ୍ୟ ଉପାସନା ହିଁ ଥିଲା। କାରଣ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପ୍ରତ୍ୟେକ କାର୍ଯ୍ୟ ଓ କର୍ମ ଈଶ୍ୱରଙ୍କ ଆଦେଶ ଅନୁଯାୟୀ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହାର ଏକ ନମୁନା ଥିଲେ। ଏକଦା ଜଣେ ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ଅସର ନମାଜ ସଂକ୍ରାନ୍ତରେ ପ୍ରଶ୍ନ କଲେ। ତହିଁରୁ ଏହା ପ୍ରକାଶ୍ୟ ଯେ ପ୍ରାରମ୍ଭିକ ସମୟରେ ହିଁ ନମାଜ ପାଠ କରିବା ଗ୍ରହଣୀୟ ହୋଇଥାଏ, ଉତ୍ତମ ହୋଇଥାଏ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏତେ ବିଳମ୍ବ କଲେ ଯେ ତାହାକୁ ସଂକ୍ଷିପ୍ତ କରାଗଲା। ତେବେ ଏହାର କାରଣ କ'ଣ? ଏଇଥିପାଇଁ ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହି ଶିକ୍ଷା ପ୍ରଦାନ କରିବାକୁ ଚାହୁଁଥିଲେ ଯେ ଯଦି ମଣିଷ କୌଣସି କାରଣବଶତଃ ପ୍ରଥମ ସମୟରେ ନମାଜର ପ୍ରଥମ ସମୟରେ ପାଠ ନ କରିପାରେ, ତେବେ ଶେଷ ସମୟରେ ପାଠ କରିନେଉ। ଏପରି ସେ ଈଶ୍ୱରଙ୍କ କୃପା ଦ୍ୱାରା ହିଁ, ନା କି ନିଜ କର୍ମ ଦ୍ୱାରା ବୈକୁଣ୍ଠଗାମୀ ହୋଇପାରିବ। ଯେପର୍ଯ୍ୟନ୍ତ ମୋ ଉପରେ ଈଶ୍ୱରଙ୍କ କୃପା ଅବତୀର୍ଣ୍ଣ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଏହା ମନେ କରିବା ଉଚିତ ଯେ ମୁଁ କଦାପି ବୈକୁଣ୍ଠଗାମୀ ହୋଇପାରିବି ନାହିଁ। ଆଲ୍ଲାହ ତାଆଲାଙ୍କର କୃପା ଅତ୍ୟନ୍ତ ଜରୁରୀ ପ୍ରସଙ୍ଗ, କିନ୍ତୁ ଆଲ୍ଲାହ ତାଆଲାଙ୍କ କୃପା ମଧ୍ୟ ଦାବି ଦ୍ୱାରା ହାସଲ କରାଯାଇ ନଥାଏ ବା
ପାରେ ନାହିଁ। ତାହାଙ୍କ କୃପାକୁ ପ୍ରାପ୍ତ କରିବା ନିମନ୍ତେ କୌଣସି ନା କୌଣସି ଜିନିଷର ଆବଶ୍ୟକତା ରହିଛି। କେବଳ ବିଶ୍ୱାସର ଦାବି କରିବା ଦ୍ୱାରା ତାହା ଲାଭ ହୋଇନଥାଏ। ତେଣୁ ଈଶ୍ୱରଙ୍କ କୃପା କିପରି ପ୍ରାପ୍ତ ହେବ ତାହା ଏହିକି ଯେ ସତ୍କର୍ମ ଦ୍ୱାରା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପ୍ରଥା ଓ ପରମ୍ପରା ଉପରେ କାର୍ଯ୍ୟାନୁସରଣ କରିବା ଦ୍ୱାରା ନିଜ ଉପାସନାର ସ୍ତରକୁ ଅଭିବୃଦ୍ଧି କରିବା ଦ୍ୱାରା ଉଦ୍ୟମ କରିବା ଦ୍ୱାରା ଆଲ୍ଲାହ ତାଆଲାଙ୍କୁ ପ୍ରେମ କରିବା ଦ୍ୱାରା ଯେପରିକି ମୁଁ ପ୍ରାରମ୍ଭରେ କହି ଆସିଲି, ଉପାସନା ଈଶ୍ୱରଙ୍କ ପ୍ରେମ ବ୍ୟତିରେକେ ସମ୍ଭବ ନୁହେଁ ଓ ଈଶ୍ୱର ପ୍ରେମ ଉପାସନା ବ୍ୟତିରେକେ ସମ୍ଭବ ନୁହେଁ। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଦୁଆ କରିବାର ଅବସ୍ଥା କିପରି ଥିଲା, ଏଥି ସଂକ୍ରାନ୍ତରେ ହଜରତ ମୁସଲିମ ମଉଦ୍ ରଜିୟତାଲା ନିଜ ତଫସିରରେ ଉଲ୍ଲେଖ କରିଛନ୍ତି। କେତେକ ସ୍ଥାନରେ ମୁଁ ନିଜର ଶବ୍ଦ ମଧ୍ୟ ବର୍ଣ୍ଣନା କରିଦେବି, କିନ୍ତୁ ସେ ଯାହା ହେଉ ତହିଁରୁ ହିଁ ଆହରଣ କରାଯାଇଛି, ହାସଲ କରାଯାଇଛି, ଉଦ୍ଧୃତ ହୋଇଛି। ଏପରି ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଦୁଆ କରିଥାନ୍ତି, କିନ୍ତୁ ସେମାନଙ୍କର ଚକ୍ଷୁ, ହୃଦୟ, ସେମାନଙ୍କର ମସ୍ତିଷ୍କ ସେମାନଙ୍କର ଦୁଆ ପ୍ରାର୍ଥନାର ସମର୍ଥକ ହୋଇନଥାଏ। ସେମାନେ ଦୁଆ ତ କରିଥାନ୍ତି, କିନ୍ତୁ ସେମାନଙ୍କର ଚକ୍ଷୁ ଅନ୍ୟତ୍ର ରହିଥାଏ, ମନ ଅନ୍ୟ ସ୍ଥାନରେ ରହିଥାଏ, ହୃଦୟରେ ସେହି ପ୍ରେମ ଓ ଆନ୍ତରିକତା ଭାବ ନଥାଏ କି ସେହି ପ୍ରେମାନୁରାଗ ଉତ୍ପନ୍ନ ହୋଇନଥାଏ ଯାହାକି ହେବା ଉଚିତ। ଈଶ୍ୱରଙ୍କ ନିମନ୍ତେ ସେହି ପ୍ରେମ ସେମାନଙ୍କ ମନରେ ନଥାଏ, ଯାହାଫଳରେ ସେମାନଙ୍କର ଦୁଆର କିଛି ପରିଣାମ ଉଦ୍ଧୃତ ହୋଇନଥାଏ। ଦୁଆକାରୀର ଚକ୍ଷୁ ତ ଆର୍ଦ୍ର ହେବା ଉଚିତ, ହୃଦୟ ତରଳି ଯିବା ଉଚିତ, କିନ୍ତୁ ଦୁଆ କରିବା ସମୟରେ ଯଦି ଏଭଳି ଅବସ୍ଥା ସୃଷ୍ଟି ନ ହୁଏ, ତେବେ ତାହାର ଦୁଆ କିଭଳି ବା ସ୍ୱୀକୃତି ପ୍ରାପ୍ତ କରିପାରିବ? ଯେତେବେଳେ ଲୋକମାନଙ୍କର ଓ ଦୁଆକାରୀର ହୃଦୟ ଉତ୍ସାହ ଦ୍ୱାରା ବିଚଳିତ ହେଉନାହିଁ, ତେବେ ପରିଣାମ ଏହା ହିଁ ହୋଇଥାଏ ଯେପରି ଧୂଳି ଉଡ଼ିଥାଏ, ଠିକ୍ ସେହିପରି ସେମାନଙ୍କ ଦୁଆ ପ୍ରତ୍ୟେକ ପ୍ରକାରର ବାୟୁରେ ଉଡ଼ିଯାଇଥାଏ, ଧୂଳିକଣା ପରି ଉଡ଼ିଯାଇଥାଏ। ନମାଜରେ ଭାବବିହ୍ୱଳ ଓ ରୋଦନ କରିବା ଅବସ୍ଥା ସୃଷ୍ଟି କରିବା ନିହାତି ଜରୁରୀ। ଏଥିପାଇଁ ମନୁଷ୍ୟ ଉଦ୍ୟମ କରିବା ଉଚିତ। ହଜରତ ମସିହ ମଉଦ୍ ଆଲୈହିସ୍ସଲାମ ଏକ ସୂତ୍ର, ଏକ ଉପାୟ ଦର୍ଶାଇଛନ୍ତି ଯେ ନିଜର ମୁଖମଣ୍ଡଳକୁ ରୋଦନ କରିବା ଭଳି କରିନିଅ। ଫଳତଃ ଏହି ପ୍ରକାଶ୍ୟଗତ ଅବସ୍ଥା ଦ୍ୱାରା ମଧ୍ୟ ହୃଦୟ ଉପରେ ପ୍ରଭାବ ପଡ଼ିଥାଏ। ପୁନଶ୍ଚ ମନୁଷ୍ୟର ଆଖିରୁ ସ୍ୱତଃ ଲୁହ ଝରି ପଡ଼ିଥାଏ। ଅତଃ ଯେଉଁଠି ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ଆମମାନଙ୍କୁ ଏହା କହିଛନ୍ତି ଯେ ମୋର ଉପାସନାର ଏହି ସ୍ତର ରହିଛି, କୃତଜ୍ଞତାର ଏଭଳି ସ୍ତର ରହିଛି, ଆଲ୍ଲାହ ତାଆଲାଙ୍କ କୃପା ହିଁ ମୋର ଉଦ୍ଧାର କରିବ, ଅର୍ଥାତ୍ ଏଭଳି ଉଚ୍ଚାସନରେ ଅଧିଷ୍ଠିତ ହେବା ସତ୍ତ୍ୱେ କେବଳ ଆଲ୍ଲାହ ତାଆଲାଙ୍କ କୃପା ହିଁ ମୋତେ ମୋକ୍ଷ ପ୍ରାପ୍ତି କରିପାରିବ, ମୋତେ କୃତକାର୍ଯ୍ୟ କରିବ ଓ ତାଙ୍କ ପୁରସ୍କାରର ଅଧିକାରୀ କରିପାରିବ। କାରଣ ଆଲ୍ଲାହ ତାଆଲା ଗନୀ। ମୁଁ ଯଦି କୃତଜ୍ଞତା ଜ୍ଞାପନ ନ କରେ, ତେବେ କ'ଣ ଜଣା ଆଲ୍ଲାହ ତାଆଲା ମୋ ସହିତ କେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିବେ। ଅତଏବ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଭଳି ମହାନ ଅବତାର ନବୀ ଶ୍ରେଷ୍ଠ ଏଭଳି ମତବ୍ୟକ୍ତ କରିଛନ୍ତି, ଉପଦେଶ ଦେଇଛନ୍ତି, ସେତେବେଳେ ଆମ ପରି ସାଧାରଣ ମନୁଷ୍ୟକୁ, ଲୋକମାନଙ୍କୁ କିଭଳି ନିସ୍ପୃହ ହୋଇ ଆଲ୍ଲାହ ତାଆଲାଙ୍କର ଉପାସନା କରିବା, ତାଙ୍କୁ ପ୍ରସନ୍ନିତ କରିବା ଉଚିତ ଆଉ ତାଙ୍କ କୃପାର ଅଧିକାରୀ ହେବା ପାଇଁ ଉଦ୍ୟମ କରିବା ଉଚିତ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଈଶ୍ୱର ଚର୍ଚ୍ଚା ମଧ୍ୟ ଏକ ସୁନ୍ନତ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ରାତ୍ରରେ ଶୋଇବା ପୂର୍ବରୁ ଈଶ୍ୱରଙ୍କ ଚର୍ଚ୍ଚା କରୁଥିଲେ। ଏଥି ସଂକ୍ରାନ୍ତରେ ଏକ ଖୁତବାରେ ହଜରତ ମୁସଲିମ ମଉଦ୍ ରଜିୟତାଲାଙ୍କର ବର୍ଣ୍ଣନା ଉପସ୍ଥାପନ କରିଥିଲି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଶୋଇବା ସମୟରେ ଆୟତୁଲ କୁର୍ସି ପାଠ କରୁଥିଲେ। ତାପରେ ତିନି କୁଲ ଅର୍ଥାତ୍ ସୂରେ ଇଖଲାସ, ସୂରେ ଫଲକ ଓ ସୂରେ ନାସ ପାଠ କରୁଥିଲେ। ଏହି ତିନୋଟି ସୂରା ପବିତ୍ର କୁରାନର ଶେଷ ସୂରା। ଏହାକୁ ହୁଜୁର 3 ଥର ପୁନରାବୃତ୍ତି କରୁଥିଲେ।
ତାପରେ ନିଜ ହାତକୁ ମଳି ନିଜ ମୁଖମଣ୍ଡଳରେ ବୁଲାଇ ଆଣୁଥିଲେ। ତାପରେ ସେହି ଫୁଙ୍କ ମାରିଥିବା ହାତକୁ ନିଜ ଶରୀରରେ ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ହାତ ପହଞ୍ଚୁଥିଲା ବୁଲାଇ ଆଣୁଥିଲେ। ଅତଏବ ଯେଉଁ କାର୍ଯ୍ୟକୁ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଧାର୍ମିକ କାର୍ଯ୍ୟ ମନେକରି ନିୟମିତ ରୂପେ ସମ୍ପାଦନ କରିଛନ୍ତି ତାହାକୁ ସୁନ୍ନତ କୁହାଯାଏ। ଏହି ପରମ୍ପରାକୁ ପ୍ରତ୍ୟେକ ମୁସଲମାନ କରିବା ଉଚିତ। କେବଳ ସେତିକି ନୁହେଁ, ଏହାକୁ ନିଜ ଜୀବନର ଅଂଶବିଶେଷ କରି ନେବା ଉଚିତ। ଯେହେତୁ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ସର୍ବଦା ଏହି ଚର୍ଚ୍ଚା କରୁଥିଲେ ଅର୍ଥାତ୍ ଏହାର ପାଳନ କରୁଥିଲେ, ତେଣୁ ଆମମାନଙ୍କୁ ମଧ୍ୟ ଏହି ପ୍ରଥାର ଅନୁସରଣ କରିବା ଉଚିତ, ଏହି ସୁନ୍ନତକୁ ଆପଣାଇବା ଉଚିତ। ସେହିପରି ଏହା ମଧ୍ୟ ଚିନ୍ତା କରିବା ଅନୁଚିତ ଯେ କେବଳ ଈଶ୍ୱରଙ୍କ ଚର୍ଚ୍ଚା ବୈକୁଣ୍ଠଗାମୀ କରାଇବା ନିମନ୍ତେ ଯଥେଷ୍ଟ। ଈଶ୍ୱରଙ୍କ ଚର୍ଚ୍ଚା କରିବା ଓ ଅନ୍ୟ କର୍ମ ସମ୍ପାଦନ କରିବାର ଆବଶ୍ୟକତା ନାହିଁ, ଏପରି ଧାରଣା ରଖିବା ଭୁଲ। ଯେଉଁ ଅନିବାର୍ଯ୍ୟ କର୍ତ୍ତବ୍ୟ ରହିଛି ତାହା ମଧ୍ୟ କରିବାକୁ ହେବ। କେତେକ ଲୋକମାନେ ମୋତେ ପତ୍ର ଲେଖିଥାନ୍ତି ଓ ପ୍ରଶ୍ନ କରିଥାନ୍ତି ଯେ ହୁଜୁର ଆମମାନଙ୍କୁ ଗୋଟିଏ ଛୋଟିଆ ଦୁଆ ଶିଖାଇ ଦିଅନ୍ତୁ ଯହିଁରେ ଈଶ୍ୱରଙ୍କ ଚର୍ଚ୍ଚା ହୋଇଯିବ ଓ ଆମେ ପୁଣ୍ୟ ଲାଭ କରିନେବୁ, ଆମର ପାପ ଧୋଇ ହୋଇଯିବ ଆଉ ଆଲ୍ଲାହ ତାଆଲାଙ୍କ ସାନ୍ନିଧ୍ୟ ଲାଭ ହୋଇଯିବ। ପ୍ରଥମ କଥା ହେଲା ଯେ ଉପାସନା ଯାହାକି ଆମମାନଙ୍କ ଉପରେ ବିଧେୟ। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଫର୍ଜ ନମାଜ ଉପରେ ନଫିଲ ନମାଜ ମଧ୍ୟ ପାଠ କରୁଥିଲେ। ତେଣୁକରି ପ୍ରଥମେ ଏହି ସ୍ତରକୁ ହାସଲ କରିବାକୁ ଚେଷ୍ଟା କରିବାକୁ ହେବ। ତତ୍ପରେ ନଫିଲ ନମାଜ ରହିଛି, ଈଶ୍ୱରଙ୍କ ଚର୍ଚ୍ଚା କରିବା, ଗୁଣଗାନ କରିବା ଆଦି ଅତିରିକ୍ତ ପୁଣ୍ୟାବଳୀ ତାଙ୍କ ଆଡ଼କୁ ଆକର୍ଷିତ କରିଥାଏ, ତାଙ୍କ ନିକଟବର୍ତ୍ତୀ କରିଥାଏ। କିନ୍ତୁ ତତ୍ସହିତ ଅନ୍ୟ କର୍ତ୍ତବ୍ୟ ଓ କାର୍ଯ୍ୟ ସମ୍ପାଦନ କରିବା ମଧ୍ୟ ଆବଶ୍ୟକ, ଯାହାକି ଆଲ୍ଲାହ ତାଆଲାଙ୍କ ସାନ୍ନିଧ୍ୟ ଲାଭ କରିବାରେ ସହାୟ ହୋଇଥାଏ। ତେବେ ସେ ଯାହା ହେଉ, ଈଶ୍ୱରଙ୍କ ଚର୍ଚ୍ଚାକୁ ପରିତ୍ୟାଗ କରିବା ଦ୍ୱାରା ଆମେମାନେ ନର୍କଗାମୀ ହେବା ତାହା ନୁହେଁ, ବରଂ ଏହି ସଂସାରରେ ଅନେକ ସମସ୍ୟା ଓ ବିପତ୍ତିର ସମ୍ମୁଖୀନ ହେବା। ସେ ଯାହା ହେଉ, କର୍ମ ସମ୍ପାଦନ କରିବା ନିହାତି ଜରୁରୀ, କର୍ତ୍ତବ୍ୟ ନିର୍ବାହ କରିବା ଅନିବାର୍ଯ୍ୟ। ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କ ପରି ଜଣେ ବ୍ୟକ୍ତି ଏଭଳି ଉର୍ଦ୍ଧ୍ୱ ସ୍ତରରେ ପହଞ୍ଚିବା ସତ୍ତ୍ୱେ ଈଶ୍ୱରଙ୍କ ଚର୍ଚ୍ଚା କରିବା, ଈଶ୍ୱରଙ୍କ ଗୁଣଗାନ କରିବା ସତ୍ତ୍ୱେ ତାଙ୍କର କୃପା ଉପରେ ନିଜର ସକଳ କର୍ମକୁ ନିର୍ଭରଶୀଳ ବୋଲି ଦର୍ଶାଇଥିଲେ ବା ଦର୍ଶାଇଛନ୍ତି, ତେବେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କ ଏହି ଅଭ୍ୟାସ ଥିଲା ଯେ ହୁଜୁର ଶୋଇବା ପୂର୍ବରୁ ଆୟତୁଲ କୁର୍ସି ଓ କୁଲ 3 ଥର ଲେଖାଏଁ ପାଠ କରୁଥିଲେ। ତାପରେ ନିଜ ହାତକୁ ଫୁଙ୍କ ମାରି ଶରୀରରେ ବୁଲାଇ ଆଣୁଥିଲେ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଅନ୍ୟ କେତେକ କଥା ଆଡ଼କୁ ଆମର ଧ୍ୟାନ ଆକର୍ଷିତ କରିଛନ୍ତି। ଏକ ସ୍ଥାନରେ ହୁଜୁର କୁହନ୍ତି, ଯେଉଁ ଲୋକମାନେ ଧର୍ମଗୁରୁ ହୋଇଯାଇଥାନ୍ତି ସେମାନଙ୍କୁ ଏହି କଥା ମନେ ରଖିବା ଉଚିତ ଯେ ଆମମାନଙ୍କର ଉପାସନା ଓ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଉତ୍ତମ ହେବା ଉଚିତ। ଅନ୍ୟମାନଙ୍କ ତୁଳନାରେ ଆମମାନଙ୍କର ଉପାସନାର ସ୍ତର ଅନନ୍ୟ ହେବା ଉଚିତ। କେବଳ ଲୋକ ଦେଖାଣିଆ କାର୍ଯ୍ୟ କରିବା ଉଚିତ ନୁହେଁ, କାରଣ ଏଥିରେ ଆଲ୍ଲାହ ତାଆଲାଙ୍କର ସାନ୍ନିଧ୍ୟ ଲାଭ ହୋଇନଥାଏ। କଦାପି ଆଲ୍ଲାହ ତାଆଲା ଏଥିରେ ପ୍ରସନ୍ନିତ ହୋଇନଥାନ୍ତି। ଖୋସାମତ କରିବା, ଲୋକ ଦେଖାଣିଆ କାର୍ଯ୍ୟ କରିବାରେ ଆଲ୍ଲାହ ତାଆଲା ରାଜି ହୋଇନଥାନ୍ତି। ପ୍ରକୃତ ଈଶ୍ୱର ପ୍ରେମ ଓ ପ୍ରକୃତ ଈଶ୍ୱର ଭୟ ରଖି କାର୍ଯ୍ୟ କଲେ, ଆଲ୍ଲାହ ତାଆଲାଙ୍କର ଧର୍ମପରାୟଣତା ଅବଲମ୍ବନ କଲେ ତାଙ୍କ କୃପା ଲାଭ ହୋଇଥାଏ। ହଜରତ ଆବୁ କତାଦା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସല്ലଲ୍ଲାହୁ ଆଲୈହି वसल्लम କହିଲେ, ମୁଁ ବେଳେବେଳେ ନମାଜ ପାଇଁ ଛିଡ଼ା ହୋଇଥାଏ ଏବଂ ଏହା ଇଚ୍ଛା ବ୍ୟକ୍ତ କରିଥାଏ ଯେ ମୁଁ ନମାଜକୁ ସୁଦୀର୍ଘ କରିଦେବି, କିନ୍ତୁ କୌଣସି ଶିଶୁର ରୋଦନ କରିବାର ସ୍ୱର ଶୁଣିବା ମାତ୍ରେ ମୁଁ ନମାଜକୁ ସଂକ୍ଷିପ୍ତ କରିଦେଇଥାଏ, କାରଣ ଯେପରି ପିଲାର ରୋଦନ ଦ୍ୱାରା ତାଙ୍କର ଗୁରୁଜନ ପିତାମାତା ସମସ୍ୟାରେ ଗ୍ରସିତ ହୋଇ ନ ଯାଆନ୍ତୁ। ତେବେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम କିଭଳି
ସରଳ ପନ୍ଥା ଅବଲମ୍ବନ କରୁଥିଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତ ଜୋତା ପରିଧାନ କରି ନମାଜ ପାଠ କରିନେଉଥିଲେ, ଅର୍ଥାତ୍ ଯେଉଁ ସ୍ଥଳେ ସହଜତା ଅନୁଭବ କରୁଥିଲେ ସେତେବେଳେ ସେହି ପନ୍ଥା ଅବଲମ୍ବନ କରିନେଉଥିଲେ। ସୁତରାଂ ଯଦି ଜୋତା ସଫାସୁତରା ଥାଏ ଓ ଖାଲି ପାଦରେ ନମାଜ ପାଠ କଲେ ଅପରିଷ୍କାର ହେବାର ଆଶଙ୍କା ରହିଥାଏ, ତେବେ ସେପରି ସ୍ଥଳେ ଜୋତା ପିନ୍ଧି ନମାଜ ପାଠ କରିପାରିବେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏପରି କରି ନିଜ ଅନୁଚରମାନଙ୍କ ଉପରେ ଏକ ମହୋପକାର କରିଛନ୍ତି ଯେ ଆସନ୍ତା ପାଇଁ କଷ୍ଟ ଦେବା ଓ ମନଗଢ଼ା ଅର୍ଥାତ୍ କୁପ୍ରଥାରୁ ଆମମାନଙ୍କୁ ରକ୍ଷା କରିଦେଇଛନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସାମୂହିକ ନମାଜ ପାଠ କରିବାର ବିଶେଷ ଆୟୋଜନ କରୁଥିଲେ ଯେ ଏକଦା ମହାଭାଗଙ୍କ ନିକଟକୁ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଆସିଲେ ଓ କହିଲେ, ହେ ଆଲ୍ଲାହଙ୍କ ରସୂଲ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ, ମୋ ଘର ମସଜିଦ ଠାରୁ ବହୁ ଦୂରରେ ଅବସ୍ଥିତ, ଆଉ ମୋତେ ମସଜିଦରେ ପହଞ୍ଚିବାରେ ଅନେକ କଷ୍ଟ ସହ୍ୟ କରିବାକୁ ପଡ଼ୁଅଛି। ତେଣୁ ଯଦି ହୁଜୁର ମୋତେ ଅନୁମତି ପ୍ରଦାନ କରନ୍ତେ ତେବେ ବର୍ଷା ଦିନମାନଙ୍କରେ ମୁଁ ନିଜ ଘରେ ହିଁ ନମାଜ ପାଠ କରିନିଅନ୍ତି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଉତ୍ତର ଦେଲେ, ଠିକ୍ ଅଛି, ନିଜ ଘରେ ନମାଜ ପାଠ କରିନିଅ। ତାପରେ ସେ ଚାଲିଗଲେ। କିଛି କ୍ଷଣ ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସାହାବୀଙ୍କୁ କହିଲେ, ଟିକେ ତାଙ୍କୁ ଡାକି ଆଣ। ଯେତେବେଳେ ସେ ଫେରି ଆସିଲେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତାଙ୍କୁ ପଚାରିଲେ, କ'ଣ ତୁମ ଘରେ ଅଜାନର ସ୍ୱର ପହଞ୍ଚି ଯାଉଛି? ସେ ଉତ୍ତର ଦେଲେ, ଆଜ୍ଞା ହଁ, ଅଜାନର ସ୍ୱର ତ ପହଞ୍ଚି ଯାଉଛି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ଯଦି ଅଜାନର ସ୍ୱର ପହଞ୍ଚି ଯାଉଛି ତେବେ ମସଜିଦକୁ ଆସି ସାମୂହିକ ନମାଜ ପାଠ କରିବାରେ ସାମିଲ ହୁଅ। ଆଲ୍ଲାହ ତାଆଲା ଆମମାନଙ୍କୁ ଉପାସନାର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶକ୍ତି ପ୍ରଦାନ କରନ୍ତୁ ଆଉ ଏଭଳି ଉପାସନା କରିବାକୁ ଶକ୍ତି ପ୍ରଦାନ କରନ୍ତୁ ଯହିଁରେ କୌଣସି ପ୍ରକାର ଲୋକ ଦେଖାଣିଆ ଭାବ ନଥିବ କି କୌଣସି ପ୍ରକାର ଗର୍ବ ଭାବ ନଥିବ। କାରଣ ଏଭଳି ଭାବ ପୋଷଣ କରି ବା ଦ୍ୱାରା ବା ପାଠ କରି ଉପାସନା କଲେ କଦାପି ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ହୋଇନଥାଏ, ତାଙ୍କ ପ୍ରସନ୍ନତା ପ୍ରାପ୍ତି ହୋଇନଥାଏ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଆଲ୍ଲାହ ତାଆଲାଙ୍କ ପ୍ରେମର ବୃକ୍ଷ ତହିଁରେ ସୃଷ୍ଟି ହୋଇ ବୃଦ୍ଧି ପାଇବ ଓ ସେହି ସୁମିଷ୍ଟ ଫଳ ଓ ପବିତ୍ର ଫଳ ତହିଁରେ ଲାଗିବ ଯାହା ଅକୁଲୁହା ଦାଇମୁନ୍ ରେ ପୁଷ୍ଟିକର୍ତ୍ତା ହେବେ। ମନେ ରଖ, ଏ ହେଉଛି ସେହି ମର୍ଯ୍ୟାଦା ଯେଉଁଠି ସାଧୁସନ୍ତମାନଙ୍କ ବ୍ୟବହାରର ପରିସମାପ୍ତି ଘଟିଛି। ଯେତେବେଳେ ଈଶ୍ୱରଙ୍କ ସାନ୍ନିଧ୍ୟ ପ୍ରାପ୍ତକାରୀ ବ୍ୟକ୍ତି ସେଠାରେ ପହଞ୍ଚିଯାଏ ସେତେବେଳେ ସେ ଈଶ୍ୱରଙ୍କ ଚମତ୍କାରକୁ ଅବଲୋକନ କରିଥାଏ। ହୁଜୁର ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଉପାସନାର ଅବସ୍ଥାକୁ ସଠିକ ପରିମାର୍ଜିତ କରିବାର ମୂଳାଭିମୁଖୀ ଉପାସନା ହିଁ ଅଟେ। ଏହା ଏପରି ଏକ ଅବସ୍ଥା ଯେଉଁଠି ଆଲ୍ଲାହ ତାଆଲା ମନେ ରୁହନ୍ତି, ତାଙ୍କ ପ୍ରତି ମନୋଯୋଗ କରାଯାଇଥାଏ। ହୁଜୁର ଆଲୈହିସ୍ସଲାମ କହିଲେ, ଇନ୍ନାନି ଲକୁମ୍ ମିନ୍ହୁ ନଜୀରୁନ୍ ୱ ବଶୀର୍, ଅର୍ଥାତ୍ ନିଃସନ୍ଦେହରେ ତୁମମାନଙ୍କ ନିକଟକୁ ସତର୍କକାରୀ ଓ ସୁସମାଚାର ଦାତା ଭାବରେ ଆସିଅଛି। ଉପାସନା ଓ ପୁଣ୍ୟ ଉପାସନା ଯାହା ନୈଷ୍ଠିକ ରୂପେ ଆଲ୍ଲାହ ତାଆଲାଙ୍କ ଉପାସନା କରିବାର କାର୍ଯ୍ୟ, ଏହା ଅତ୍ୟନ୍ତ ମହାନ କାର୍ଯ୍ୟ। ମନୁଷ୍ୟ କୌଣସି ସର୍ବୋଚ୍ଚ ଆଦର୍ଶ ଓ ଉଦାହରଣ ବ୍ୟତୀତ ଏହି ମର୍ଯ୍ୟାଦାକୁ ପ୍ରାପ୍ତ କରିପାରିନଥାଏ। ସେହିପରି ସାଧନ କରିବା ଦ୍ୱାରା ସିଦ୍ଧି ପ୍ରାପ୍ତ ଯେପରି ସାଧନ କରିବା ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇନଥାଏ, ସେଥିପାଇଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କହିଛନ୍ତି ଯେ ମୁଁ ସେହି ଈଶ୍ୱରଙ୍କ ତରଫରୁ ଭୟ ପ୍ରଦର୍ଶନକାରୀ ଓ ସୁସମାଚାର ଦାତା ଭାବରେ ପ୍ରେରିତ। ତେଣୁ ତୁମେମାନେ ଯଦି ମୋର ଆଜ୍ଞା ପାଳନ କରିବ, ମୋତେ ସ୍ୱୀକାର କରିବ, ତେବେ ତୁମମାନଙ୍କ ପକ୍ଷେ ଏହା ଶୁଭକର ହେବ, କାରଣ ମୁଁ ବଶୀର ଅର୍ଥାତ୍ ସୁସମାଚାର ଦାତା। ଯଦି ତୁମେମାନେ ମୋତେ ପ୍ରତ୍ୟାଖ୍ୟାନ କଲ ତେବେ ମନେ ରଖ
ମୁଁ ଭୟ ପ୍ରଦର୍ଶନକାରୀ ବାର୍ତ୍ତାବହ ଅର୍ଥାତ୍ ସଚେତକ ସତର୍କକାରୀ ତୁମକୁ ଅଲ୍ଲାହଙ୍କ ଶାସ୍ତି ସଂକ୍ରାନ୍ତରେ ସତର୍କ କରାଉଛି, ଯାହାକି ଅତି ଯନ୍ତ୍ରଣାଦାୟକ ଶାସ୍ତି, ଯାହାର ଅମାନ୍ୟକାରୀମାନେ ସମ୍ମୁଖୀନ ହୋଇଥାନ୍ତି, ନିପତିତ ହୋଇଥାନ୍ତି। ଏ ହେଉଛି ସେହି କଥା ଯେଉଁ କଥା ଉପରେ ଆମମାନଙ୍କୁ ଧ୍ୟାନ ଯୋଗ କରିବା ଉଚିତ, ଚିନ୍ତନ କରିବା ଉଚିତ, ଆଉ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଉତ୍ତମ ଆଦର୍ଶର ପାଳନ କରିବା ଉଚିତ, ଅନୁସରଣ କରିବା ଉଚିତ। ଏକଥା ମନେ ରଖ ଯେ ଉଦ୍ୟମ ନିମନ୍ତେ ବଳିଦାନ ଦେବାକୁ ପଡ଼ିଥାଏ, ଜିହାଦ କରିବାକୁ ପଡ଼ିଥାଏ। କେତେକ ଲୋକମାନେ କହିଦିଅନ୍ତି ଯେ ଆମେମାନେ 5 ବେଳା ନମାଜ ପାଠ କରିଥାଉ। ସେମାନଙ୍କୁ ଯେତେବେଳେ ପଚରାଯାଏ ସେତେବେଳେ ସେମାନେ ଏହାକୁ ଆତ୍ମାର ପ୍ରତାରଣା ବୋଲି କୁହନ୍ତି। ଯଦି ଉଦ୍ୟମ ପ୍ରକୃତ ହୁଏ ତେବେ ଚିନ୍ତା କରିବାକୁ ପଡ଼ିଥାଏ। ତେଣୁ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିକୁ ନିଜର ସମୀକ୍ଷା କରିବା ଉଚିତ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଉପାସନା କିପରି ଥିଲା? ହୁଜୁର ସଲ୍ଲଲ୍ଲାହୁ ଗାରେ ହୀରାଠାରେ ଯେଉଁଠି ବନ୍ୟ ପ୍ରାଣୀମାନେ, ସର୍ପମାନେ, ହିଂସ୍ର ଜୀବମାନଙ୍କର ବିପଦ ରହିଥିଲା, ସେଠାକୁ ହୁଜୁର ଚାଲି ଯାଉଥିଲେ। ସେଠାରେ ଦୁଆରେ ନିମଜ୍ଜିତ ହୋଇଯାଉଥିଲେ, ଆଲ୍ଲାହ ତାଆଲାଙ୍କ ଉପାସନାରେ ମାତି ଯାଉଥିଲେ, ଆଲ୍ଲାହ ତାଆଲାଙ୍କ ପ୍ରେମରେ ନିପତିତ ହୋଇଯାଉଥିଲେ, ଯେଭଳିକି ସଂସାରରେ ଅନ୍ୟ କୌଣସି ପ୍ରସଙ୍ଗ ଆପଣଙ୍କୁ ବ୍ୟତିବ୍ୟସ୍ତ କି ବିଭ୍ରାନ୍ତ କରିପାରୁନଥିଲା। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଉପାସନା କେବଳ ଈଶ୍ୱରଙ୍କ ନିମନ୍ତେ ଉଦ୍ଦିଷ୍ଟ। ଆଜ୍ଞା ପାଳନ, ଉପାସନା, ସେବା ସତ୍କାର ଯଦି ଧୈର୍ଯ୍ୟତାର ସହିତ ଅବଲମ୍ବନ କରାଯାଏ ତେବେ ଈଶ୍ୱର କେବେ ବି ସେମାନଙ୍କୁ ରୁଷ୍ଟ କରିନଥାନ୍ତି, ସେମାନଙ୍କର କର୍ମକୁ ନଷ୍ଟ କରିନଥାନ୍ତି। ଇସଲାମ ଧର୍ମରେ ଏପରି ଶତ ସହସ୍ର ବ୍ୟକ୍ତି ଅତିକ୍ରମ କରିଛନ୍ତି ଯେଉଁମାନେ କେବଳ ସେହି ମହାପୁରୁଷ ଓ ବାର୍ତ୍ତାବହମାନଙ୍କୁ କେବଳ ସେମାନଙ୍କର ଆଲୋକ ଦ୍ୱାରା ଚିହ୍ନି ନେଇଥିଲେ। ପ୍ରବଞ୍ଚକ, ଆଡ଼ମ୍ବର, ଧୂର୍ତ୍ତ ଓ ପଳାତକମାନଙ୍କର ବସ୍ତ୍ର କିମ୍ବା ଲମ୍ବା ଲମ୍ବା ଚୁଗା ଅର୍ଥାତ୍ ବସ୍ତ୍ର, ବିଶେଷ ପ୍ରକାରର ଅନନ୍ୟ ବସ୍ତ୍ର ସେହି ପବିତ୍ର ବ୍ୟକ୍ତିମାନଙ୍କୁ ଆବଶ୍ୟକ ପଡ଼ିନଥାଏ। ନାହିଁ ଈଶ୍ୱରଙ୍କ ସତ୍ୟବାଦୀ ଲୋକମାନେ ଏପରି ପରିଧାନକୁ ପସନ୍ଦ କରିଥାନ୍ତି। କିନ୍ତୁ ଯେଉଁ ଲୋକମାନେ ଲୋକ ଦେଖାଣିଆ କାର୍ଯ୍ୟ କରନ୍ତି, ଲମ୍ବା ଲମ୍ବା ବସ୍ତ୍ର ପରିଧାନ କରି ନିଜକୁ ମହାନ ବୋଲାଇବା ପାଇଁ ଫକୀର ବୋଲି ସମ୍ବୋଧନ କରିଥାନ୍ତି ଓ କୁହନ୍ତି ଯେ ଅମକ ବ୍ୟକ୍ତି ଅଲୌକିକ ସାଧୁ, ଅତ୍ୟନ୍ତ ପୁଣ୍ୟବାନ। ଈଶ୍ୱରଙ୍କ ବାର୍ତ୍ତାବହ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ଏପରି କୌଣସି ବିଶେଷ ବସ୍ତ୍ର ନଥିଲା। ଯହିଁରୁ ହୁଜୁର ଲୋକମାନଙ୍କ ମଧ୍ୟରେ ପ୍ରକଟିତ ହେଉଥିଲେ। ବରଂ ଏକଦା ଜଣେ ବ୍ୟକ୍ତି ହଜରତ ଅବୁ ବକର ରଜିୟଲ୍ଲାହୁ ଅବତାର ମନେକରି ତାଙ୍କ ସହିତ ହାତ ମିଳାଇ ଥିଲା ଓ ହଜରତ ଅବୁ ବକରଙ୍କୁ ସେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ବୋଲି ଚିନ୍ତା କରିଥିଲା। ପରିଶେଷରେ ହଜରତ ଅବୁ ବକର ରଜିୟଲ୍ଲାହୁ ଛିଡ଼ା ହୋଇ ହୁଜୁର ସଲ୍ଲଲ୍ଲାହୁ ଯେତେବେଳେ ବିଛଣାରେ ବିଞ୍ଚିବାକୁ ଲାଗିଲେ, ସେତେବେଳେ ଯାଇ ସେ ଜାଣିପାରିଥିଲା ଯେ ଅସଲରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କିଏ। ହଜରତ ଅବୁ ବକର ରଜିୟଲ୍ଲାହୁ ନିଜ କାର୍ଯ୍ୟ ଦ୍ୱାରା ତାହାକୁ ସୂଚାଇ ଦେଇଥିଲେ ଯେ ମୁଁ ତ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କର ସେବକ ମାତ୍ର। ଯେତେବେଳେ ମନୁଷ୍ୟ ଈଶ୍ୱରଙ୍କୁ ଭକ୍ତି କରେ ସେତେବେଳେ ତାଙ୍କୁ ରଙ୍ଗୀନ ବସ୍ତ୍ର ପିନ୍ଧିବା, ବିଶେଷ ପ୍ରକାରର ବେଶଭୂଷା ପରିଧାନ କରିବା, ବେକରେ ମାଳ ଇତ୍ୟାଦି ଓହଳାଇବାର ଆବଶ୍ୟକତା ପଡ଼ିନଥାଏ। ଅନେକ ସାଧୁସନ୍ତମାନେ ଏପରି ଅଛନ୍ତି ଯେଉଁମାନେ ବେକରେ ଲମ୍ବା ଲମ୍ବା ହାର ଓହଳାଇ ଦେଇଥାନ୍ତି, ହାତରେ ଲମ୍ବା ଲମ୍ବା ଜପ ମାଳି ଧରି ବସିଥାନ୍ତି। ଏମାନେ ସାଂସାରିକ କୁକୁର, ଏମାନେ ଈଶ୍ୱର ପ୍ରିୟ ନୁହନ୍ତି। ବରଂ ଏମାନେ ତ ସାଂସାରିକ ଓ ସଂସାର ପ୍ରେମୀ। ଈଶ୍ୱର ଭିଳାସୀମାନଙ୍କୁ ଏହାର ବା କ'ଣ ଆବଶ୍ୟକତା? ସେମାନେ ତ ଲୋକମାନଙ୍କ ଦୃଷ୍ଟିଠାରୁ ଗୋପନ ରହିବାକୁ ପସନ୍ଦ କରନ୍ତି। ବେଳେବେଳେ ଈଶ୍ୱର ନିଜର ବିଧାନ ଓ ନିଜର ଆଦେଶ ଦ୍ୱାରା ସେମାନଙ୍କୁ ବାହାରକୁ ଟାଣି ଆଣିଥାନ୍ତି, କାରଣ ଈଶ୍ୱର ନିଜ ଅସ୍ତିତ୍ୱର ପରିଚୟ ଦେବାକୁ ଚାହିଁଥାନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି,
ହଜରତ ମହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ କେବେ ଆଶା ଓ ଆକାଂକ୍ଷା କରୁନଥିଲେ ଯେ ଲୋକମାନେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ରସୁଲ ବୋଲି ସମ୍ବୋଧନ କରନ୍ତୁ, ତାଙ୍କର ଆଜ୍ଞା ପାଳନ କରନ୍ତୁ। ବରଂ ସେ ତ ଏକ ନିର୍ଜନ ଗୁମ୍ଫାରେ ଯାଇ ଈଶ୍ୱରଙ୍କ ଉପାସନା କରିବାକୁ ପସନ୍ଦ କରୁଥିଲେ। ଲୋକମାନଙ୍କ ଗହଣକୁ ଆସିବାକୁ ହିଁ ଚାହୁଁନଥିଲେ। କେବେ ବି ଚାହୁଁନଥିଲେ ଯେ ସେହି ଗୁମ୍ଫାରୁ ବାହାରକୁ ବାହାରନ୍ତୁ। କିନ୍ତୁ ପରିଶେଷରେ ଈଶ୍ୱରଙ୍କ ବିଧାନ, ଈଶ୍ୱରଙ୍କ ନିୟତି ଏହା ଆବଶ୍ୟକ କଲା ଯେ ଲୋକମାନେ ଈଶ୍ୱରଙ୍କୁ ଚିହ୍ନନ୍ତୁ ଓ ଏହି ରସୁଲଙ୍କ ମାଧ୍ୟମରେ ତାଙ୍କର ନିଦର୍ଶନ ପ୍ରକଟ ହେଉ। ଆଲ୍ଲାହ ତାଆଲା ଆମମାନଙ୍କୁ ସେହି ଆଲୋକରୁ ଉପକୃତ ହେବା ନିମନ୍ତେ, ତାହାଙ୍କ ଉପାସନା ସମ୍ପାଦନ କରିବା ନିମନ୍ତେ, ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଆଦର୍ଶକୁ ଅବଲମ୍ବନ କରିବା ନିମନ୍ତେ ସାମର୍ଥ୍ୟ ପ୍ରଦାନ କରନ୍ତୁ। ସେହିପରି ଆଲ୍ଲାହ ତାଆଲା ଆମମାନଙ୍କୁ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କର ପ୍ରକୃତ ଅନୁଗାମୀ ମାନଙ୍କ ମଧ୍ୟରେ ସାମିଲ ହେବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। Alhamdulillah, alhamdulillah, nahmaduhu wa nasta'inuhu wa nastaghfiruh wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.